ଦର୍ଶକ ବନ୍ଧୁ ନିଜ ବାପା ନିଜ ଝିଅକୁ ସବୁଦିନ ଦୁଷ୍କର୍ମ କରେ। ହଁ ଦର୍ଶକ ବନ୍ଧୁ ନିଜ ବାପା ନିଜ ଝିଅକୁ ସବୁଦିନ ଦୁଷ୍କର୍ମ କରେ। ଶୁଣନ୍ତୁ ଟିକେ ଝିଅଟି କଣ କହୁ। ମୋ ବାପା ମୋ ସହିତ କାଲି ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି। ମୁଁ ମୋ ବାପାକୁ ବାରମ୍ବାର ମନା କରେ ଦୁଷ୍କର୍ମ କରିବା, ହେଲେ ମୋ ବାପା ଜମାରୁ ମାନନ୍ତି ନାହିଁ। ଯଦି ବି ମନା କରେ ତାହେଲେ ମୋ ବାପା ମତେ ପିଟେ ଆଉ ମାଡ ବି ମଧ୍ୟ ମାରେ। ଆଉ ସେଇ ଝିଅ ତା ମାକୁ କହେ ମନା କରିବାକୁ ତା ବାପାକୁ, ହେଲେ ସେ ଝିଅର ବାପା ଚାକିରି କରୁଥାଏ, ତେଣୁକରି ମା ଝିଅ କିଛି କହିପାରନ୍ତି ନାହିଁ ବାପାକୁ। ଆଉ ସେଇ ଝିଅର ବାପାକୁ ନିଜ ସ୍ତ୍ରୀକୁ ଛାଡିକି ନିଜ ଝିଅକୁ ସବୁଦିନ ଦୁଷ୍କର୍ମ କରେ। ତେଣୁ ସେଇ ଝିଅଟି ଡରିକି ମୋ ପେଟରେ ଛୁଆ ରହିବ ବୋଲିକି ବାପାଙ୍କୁ କହେ କଣ୍ଡମ ଆଣିକି ମତେ କର, ହେଲେ ସେ ରାକ୍ଷସ ବାପା ଜମାରୁ ଶୁଣନ୍ତି ନାହିଁ। ସେମିତି ହପ୍ତାହକୁ 2-3 ଥର ଏମିତି ବିନା କଣ୍ଡମରେ ଦୁଷ୍କର୍ମ କରି ପକାନ୍ତି ନିଜ ଝିଅକୁ। ଆଉ ମା ଝିଅ ବେଚାରା ଚୁପ୍ ହେଇ ରୁହନ୍ତି। ରାକ୍ଷସ ବାପା ନିଜ ଝିଅକୁ ଏମିତି କରିକି 2-3 ବର୍ଷ ହେଲା। ତାପରେ ସେ ଝିଅ କାନ୍ଦି କାନ୍ଦି ଗଲେ ଥାନାକୁ। ଥାନାରେ ମଧ୍ୟ କେସ୍ କଲେ, ହେଲେ ଥାନାରେ କେହି ଶୁଣିଲେ ନାହିଁ। ତାପରେ ଝିଅଟି କିଛି ଉପାୟ ନ ପାଇ ସୋଶାଲ ମିଡିଆରେ କହିବାକୁ ଚେଷ୍ଟା କଲା। ଦେଖନ୍ତୁ କେମିତି ଝିଅଟି କହୁଛି ସୋଶାଲ ମିଡିଆରେ। ବାପା ମୋ ସହିତ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି। ଦର୍ଶକ ବନ୍ଧୁ ଏହିପରି ବାପାଙ୍କୁ ଆପଣ କଣ କହିବେ? ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଏହିପରି ବାପାକୁ ଜେଲ୍ କରିବା ଦରକାର ନା ଡାଇରେକ୍ଟ ଜୀବନରୁ ମାରିଦେବା ଦରକାର? ଦର୍ଶକ ବନ୍ଧୁ ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ।